ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆଜି ଆମେ କଥାବାର୍ତ୍ତା କରିବା ଏଇ ମାଟିର ସନ୍ତାନ ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କ ସହିତ। ଆଜି ଏହି ସ୍ୱତନ୍ତ୍ର କଥାବାର୍ତ୍ତାରେ ଆମେ ଏଇ ମାଟିର କଥା ଯେତିକି କଥା ହେବା ତାଠାରୁ ଅଧିକା କଥା ହେବା ସୁଦୂର ମାଲେସିଆର କଥା। ହଁ, ସୁନୀଲ ଭାଇ ବର୍ତ୍ତମାନ ମାଲେସିଆ ଯାଇଥିଲେ, ମାଲେସିଆରୁ ଫେରିଛନ୍ତି। ମାଲେସିଆରେ ସେ ବିଭିନ୍ନ ଓଡ଼ିଆ ପରିବାରଙ୍କ ସହିତ ସେଠି କଥାବାର୍ତ୍ତା କରିଛନ୍ତି, ମିଶିଛନ୍ତି, ତାଙ୍କର ଗୋଟେ ନିଆରା ଅନୁଭୂତିକୁ ସେ ସାଉଁଟି ନେଇଛନ୍ତି। ତେବେ ସେ ଅନୁଭୂତି କ'ଣ ଥିଲା, କେମିତି ଯାଇଥିଲେ ଏବଂ ସେଠି କ'ଣ ସବୁ ହେଲା, କାହା ସହିତ କେମିତି କଥା ହେଲେ, ସେଠି ଓଡ଼ିଆ କେତେ ଦୂର ଆଦୃତ ହେଇଛି, ଓଡ଼ିଆର ପ୍ରଚାର ପ୍ରସାର କେମିତି ଚାଲିଛି, ଓଡ଼ିଆ ଭାଷାଭାଷୀ ଲୋକମାନେ କିପରି ଭାବରେ ଜୀବନଯାପନ କରୁଛନ୍ତି, ସେଠି ଖାଦ୍ୟ ପ୍ରଣାଳୀ କ'ଣ ରହିଛି, ଖାଦ୍ୟ ସେଠି ଡାଲମା ମିଳୁଛି ନା ନାହିଁ, ପଖାଳ ଖାଉଛନ୍ତି ନା ନାହିଁ, ଏସବୁ କଥାକୁ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଆମେ କଥାବାର୍ତ୍ତା କରିବା ସୁନୀଲ ଭାଇଙ୍କ ସହିତ। ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆଉ ପୁଣି ଥରେ ମାତୃଭୂମିକୁ ଫେରି ଆସିଥିବା ଯୋଗୁଁ ଆପଣଙ୍କୁ ଅଭିନନ୍ଦନ। ତେବେ ମାତୃଭୂମିକୁ ଫେରି ଆସିବା ଆଗରୁ ଆପଣଙ୍କ ଯେଉଁ ଅନୁଭୂତି ଗୁଡ଼ିକ ଆପଣ ନେଇଛନ୍ତି ସେ ଅନୁଭୂତିକୁ ଆମେ ଶ୍ରୋତାମାନଙ୍କୁ ଶୁଣିବାକୁ ଚେଷ୍ଟା କରିବା। ଭାଇ, ରେଡିଓ କୋରାପୁଟର ଶ୍ରୋତାମାନଙ୍କୁ ମୁଁ ନମସ୍କାର ଜଣାଉଛି। ଶାନ୍ତାକର ଭାଇ, ଧନ୍ୟବାଦ। ଆପଣ ମୋ ଠାରୁ ମାଲେସିଆ ଅନୁଭୂତି ବିଷୟରେ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ। ଦେଖନ୍ତୁ, ମୁଁ ଯୋଉ ମାଲେସିଆ ଯାଇଥିଲି ତାହା ଗୋଟେ ସାଧାରଣ ଯୋଉ ଭ୍ରମଣ କରି ଯୋଉ ଟୁରିଷ୍ଟ ଯୋଉ ଭଳିଆ ଯାଆନ୍ତି, ମୁଁ ସେଇଭଳିଆ ଆଭିମୁଖ୍ୟ ନେଇକି ଯାଇନଥିଲି। ମୋର ଲକ୍ଷ୍ୟ ଥିଲା ଯେ ମାଲେସିଆରେ ପ୍ରାୟ 6,000 ରୁ 7,000 ଓଡ଼ିଆ ପରିବାର ଏବେ ବି ଅଛନ୍ତି। ଓଡ଼ିଆ ପରିବାର ଏବେ ବି ଅଛନ୍ତି କହିବାର ହେତୁ ହେଲା ଯେ ଏଇ ଯୋଉ ଓଡ଼ିଆ ପରିବାର, ସେମାନେ ସବୁ ଏବେ ବୃତ୍ତିର ସନ୍ଧାନରେ ସେଠିକୁ ଯାଇଥିବା ଓଡ଼ିଆ ନୁହନ୍ତି। ଏମାନେ ଆଜିକୁ 150 ବର୍ଷ ପୂର୍ବେ ଓଡ଼ିଶାରୁ ଶ୍ରମ ବା ଶ୍ରମିକ ଭାବରେ କାମ କରିବା ପାଇଁ ମାଲେସିଆ ଯାଇଥିଲେ ଏବଂ ଯେତେ ଯାଇଥିଲେ ପରିବାର, ସେଥିରୁ କିଛି ଅଂଶ ତ ଫେରି ଆସିଲେ ଭାରତ, କିନ୍ତୁ ଅନେକ ପରିବାର ସେଠି ରହିଗଲେ ଏବଂ କାଳକ୍ରମେ ସେମାନଙ୍କର ବଂଶଧର ଆଜି ଯୋଉମାନେ ଅଛନ୍ତି, ଚତୁର୍ଥ ବା ପଞ୍ଚମ ପିଢ଼ିର ଯୋଉ ବଂଶଧର, ସେଇମାନଙ୍କ ସହିତ ମୋର ଯୋଗାଯୋଗ ପୂର୍ବରୁ ସ୍ଥାପିତ ହୋଇଥିଲା ଏବଂ ସେଇମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଭେଟି ସେମାନଙ୍କର ଯୋଉ ଗାଁ ସବୁ ଅଛି ସେ ସବୁ ଦେଖିବା ପାଇଁ ମୁଁ ଯାଇଥିଲି। ତେଣୁ ଓଡ଼ିଶାର ବିଶେଷ କରି କେଉଁ ଅଞ୍ଚଳରୁ ଅଧିକା ଲୋକ ସେଠି ଯାଇଛନ୍ତି? ମୁଁ ତ ଅନେକ ପ୍ରାନ୍ତରୁ ଓଡ଼ିଆ ଯିବାଟା ଦେଖିଲି, କିନ୍ତୁ ବେଶୀ ଭାଗ ଲୋକ ବା ଆପଣ କହିପାରିବେ 90% ଲୋକ ଯାଇଛନ୍ତି ଆମର ଗଞ୍ଜାମ ଜିଲ୍ଲାରୁ ଏବଂ ଆଉ କିଛି ଲୋକ ଯାଇଛନ୍ତି ଫୁଲବାଣୀ ଜିଲ୍ଲାରୁ ଏବଂ କିଛି ଏବେର ଯୋଉ ପୁରୀ ଜିଲ୍ଲା ସେଥିରୁ କିଛି ଲୋକ ଯାଇଛନ୍ତି, କିନ୍ତୁ ସିଂହଭାଗ ଲୋକ ହଉଛନ୍ତି ଗଞ୍ଜାମ ଜିଲ୍ଲାରୁ। ଏହାର କାରଣ କ'ଣ ହେଇଥାଇପାରେ ବୋଲି ସେମାନେ କହୁଛନ୍ତି? ଦେଖନ୍ତୁ, ଗୋଟେ ସମୟରେ ସମଗ୍ର ପୃଥିବୀର ଅନେକ ଦେଶ ବ୍ରିଟିଶ ମାନଙ୍କ ଶାସନାଧୀନ ଥିଲା ଏବଂ ସେତେବେଳେ ଏଇ ଯୋଉ ଦକ୍ଷିଣ ପୂର୍ବ ଏସିଆର ଯୋଉ ସବୁ ଦେଶ ସବୁ ଅଛି, ସେସବୁ ଦେଶରେ ବ୍ରିଟିଶ ସରକାର ବିଭିନ୍ନ ପ୍ରକାର ଯୋଉ ଉନ୍ନୟନମୂଳକ କାର୍ଯ୍ୟ କରୁଥିଲେ। ଦେଖନ୍ତୁ, କେତୋଟି ଆମେ ସେ ସମୟର ବହୁତ ମେଗା ପ୍ରୋଜେକ୍ଟ ବୋଲି ଆମେ ଯାହାକୁ କହିପାରିବା, ସେଥିରୁ ଗୋଟେ ହଉଛି ଯେ ବ୍ରହ୍ମଦେଶରେ ରେଳ ରାସ୍ତା, ସଡ଼କ ରାସ୍ତା, ମାଲେସିଆ ଶ୍ୟାମ ମାନେ ହଉଛି ଥାଇଲାଣ୍ଡ, ଥାଇଲାଣ୍ଡରେ ବି ସେଇଭଳିଆ ରେଳ ଆଉ ସଡ଼କ ପଥର ରାସ୍ତା। ମାଲେସିଆରେ ରବର ପ୍ଲାଣ୍ଟେସନ କରିବା ପାଇଁ ଯୋଉ ଜଙ୍ଗଲ ତାକୁ କାଟି ରବର ପ୍ଲାଣ୍ଟେସନ ଉପଯୋଗୀ ଜମିରେ ପରିଣତ କରିବା ଏବଂ ସେଥିରେ ରବର ଚାଷ କରିବା, ଏଥିପାଇଁ ଲୋକଙ୍କର ଆବଶ୍ୟକତା ପଡୁଥିଲା। ସେମିତି ଫିଜିରେ ଗୁଡ଼ ଚାଷ ପାଇଁ, ମରିସସରେ ମଧ୍ୟ ସେଇ ଆଖୁ ଚାଷ ପାଇଁ, ଗୁଡ଼ ଚାଷ ବୋଲି ଯୋଉଟା କହିଲି ଆଖୁ ଚାଷ କରିବା ପାଇଁ ମରିସସ୍, ଫିଜି, ଏ ସବୁ ଦେଶ ମାନଙ୍କରେ ଶ୍ରମିକ ମାନଙ୍କର ଆବଶ୍ୟକତା ଯେତେବେଳେ ପଡୁଥିଲା, ବ୍ରିଟିଶ ସରକାର ଯେତେବେଳେ ଭାରତରୁ ଶ୍ରମିକ ଚାଲାଣ କରୁଥିଲେ, ସିଂହଭାଗ ଶ୍ରମିକ ସେମାନେ ନେଉଥିଲେ ଦକ୍ଷିଣ ଭାରତରୁ, ଯାହାକି ମାଡ୍ରାସ ପ୍ରେସିଡେନ୍ସି, ଏବଂ ସେତେବେଳେ ଗଞ୍ଜାମ ଜିଲ୍ଲା ଥିଲା ମାଡ୍ରାସ ପ୍ରେସିଡେନ୍ସି ଅଣ୍ଡରରେ। ତେଣୁ ଆପଣ ଭାବନ୍ତୁ ଯେ 1800 ଶତାବ୍ଦୀର ଶେଷ ଏବଂ 1900 ଶତାବ୍ଦୀର ପ୍ରାରମ୍ଭିକ କାଳ, ସେଇ ସମୟରେ ଗଞ୍ଜାମର ସୋରଡା ଅଞ୍ଚଳରୁ, ଫୁଲବାଣୀର ରାଇକିଆ ଅଞ୍ଚଳରୁ ଏବଂ ଗୋଳାବନ୍ଧ ଏସବୁ ଅଞ୍ଚଳରୁ ଅନେକ ଶ୍ରମିକ ଜାହାଜ ଭର୍ତ୍ତି ହେଇ ଅନେକ ବର୍ଷ ଧରି ଗୋଟେ ଧାରା ଲାଗି ରହିଥିଲା ଏବଂ ସେମାନେ ସବୁ ଯାଇ ମାଲେସିଆରେ କୋଉଠି ସେମାନେ ପହଞ୍ଚୁଥିଲେ ସେ ଜାଗାକୁ ମୁଁ ଯାଇଥିଲି
ଯୋଉ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ଗାଁ ତିଆରି କରି ରହୁଥିଲେ। ସେମାନେ କୋଉ ନଈରେ ଗାଧଉଥିଲେ, କଣ ତାଙ୍କର କାମ କରିବାର ପରିବେଶ କଣ ଥିଲା, ସେଠି ପିଲାମାନେ କେମିତି ପାଠ ପଢୁଥିଲେ, ଓଡିଶାରୁ କେମିତି ମାଷ୍ଟର ମାନେ ଯାଇକି ପିଲାମାନଙ୍କୁ ଓଡିଆ ଶିଖଉଥିଲେ, ଏ ସବୁ ବିଷୟରେ ମୁଁ ବିଶଦ ଭାବେ ଲୋକମାନଙ୍କ ସହ ମିଶି ସେମାନଠାରୁ ସବୁ ପୁରୁଣା କଥା ସବୁ ଶୁଣି ମୁଁ ଆସିଛି। ତେବେ ଇନ ନଟସେଲ ଆମେ କେମିତି ଦେଖିବା ତାଙ୍କର ଯୋଉ ଯିବା ପରେ ଏଇ ଯୋଉ ସବୁ କଥା କହିଲେ, କେମିତି ପଢଉଥିଲେ, କେମିତି କରୁଥିଲେ, ତାର ସ୍ଥିତି କେମିତି ଥିଲା ଏବଂ ସମୟ କ୍ରମେ କେମିତି ତାର ଡେଭଲପମେଣ୍ଟ ହେଲା? ଦେଖନ୍ତୁ, ମାଡ୍ରାସ ପ୍ରେସିଡେନ୍ସିରୁ ଯୋଉ ସବୁ ଜାହାଜ ଯାଉଥିଲା, ଆମେ ଗୋଟିଏ ଜାହାଜର ଗୋଟେ ଉଦାହରଣ ନେବା। ଗୋଟିଏ ଜାହାଜରେ ମନେ କରନ୍ତୁ 1000 ପାସେଞ୍ଜର ଯାଉଛନ୍ତି ବା ଯାତ୍ରୀ ବା ଶ୍ରମିକ ଦଳ ଯାଉଛନ୍ତି। ସେ 1000ରୁ ହୁଏତ 800 ଜଣ ଥିବେ ତାମିଲ ଆଉ ତେଲୁଗୁ, ଅନ୍ୟ ଭାଷାଭାଷୀ କିଛି ଅଂଶ, ମାତ୍ର 5-10ଟି ଥିବେ ଓଡିଆ ପରିବାର। ଯୋଉ ଓଡିଆ ପରିବାର ଯାଉଥିଲେ ସେମାନଙ୍କ ପାଇଁ ବଞ୍ଚିବାଟା ଗୋଟେ ଥିଲା ସମସ୍ୟା। ତେଣୁ ସେଠି ମୁଁ ଜଣେ ଓଡିଆ, ମୋର ସଂସ୍କୃତି ଅଲଗା, ମୁଁ ତାମିଲ ବା ତେଲୁଗୁ ଏମାନଙ୍କଠାରୁ ଅଲଗା, ତେଣୁ ମୁଁ ମୋର ସଂସ୍କୃତିକୁ ବଜାୟ ରଖିବି, ସେଇଟା ସେମାନଙ୍କ ପାଇଁ ଗୋଟେ ଅବାନ୍ତର ପ୍ରଶ୍ନ ଥିଲା। ପ୍ରଥମେ ସେମାନେ ବଞ୍ଚି ରହିବାଟା ଗୋଟେ ସମସ୍ୟା ଥିଲା। ମାଲେସିଆରେ ପହଞ୍ଚିବା ପରେ କ୍ରମଶଃ ଏଇଭଳି ଅଳ୍ପ ଅଳ୍ପ କରି ଯୋଉ ଓଡିଆ ପରିବାର ମାନେ ଯାଇ ସେଠି ଏକାଠି ହେଲେ, ସେମାନେ ଗୋଟେ ଗୋଟେ ଗାଁ ସେଠି ତିଆରି କରି ସେମାନେ ରହିଲେ। ତଥାପି ସେମାନଙ୍କର ସଂଖ୍ୟା ଅନ୍ୟ ଭାଷାଭାଷୀ ଶ୍ରମିକ ମାନଙ୍କ ତୁଳନାରେ ଏତେ ଅଧିକା ନଥିଲା। ତ କାଳକ୍ରମେ ଯେତେବେଳେ ମାଲେସିଆ ଏକ ସ୍ୱାଧୀନ ଦେଶରେ ପରିଣତ ହେଲା, ସେତେବେଳେ ଦେଖାଗଲା ଯେ ମାଲେସିଆର ସମଗ୍ର ଜନସଂଖ୍ୟାର ତିନି ପ୍ରକାର ଲୋକ ସେଥିରେ ବହୁଳ। ଗୋଟେ ହେଲା ମାଲୟ ଲୋକ, ଯୋଉମାନେ ସେଇ ଦେଶର ମୂଳ ବାସିନ୍ଦା, ଆଉ ଗୋଟେ ହେଲା ଚାଇନିଜ, ଆଉ ଗୋଟେ ହେଲା ତାମିଲ ବା ଇଣ୍ଡିଆନ କମ୍ୟୁନିଟି କହିଲେ ତାମିଲ। ତେଣୁ ମାଲୟ ସରକାର ଏ ତିନୋଟି ଭାଷାରେ ଶିକ୍ଷାର ବ୍ୟବସ୍ଥା କଲେ ଏବଂ ଓଡିଆ ଯୋଉ ପରିବାର ସବୁ ଥିଲେ, ସେମାନେ ଆମ ଓଡିଶାରୁ ନିଜ ମାନେ ବ୍ୟବସ୍ଥାରେ ଓଡିଆ ମାଷ୍ଟର ମାନଙ୍କୁ ନେଇକି ସେମାନେ ଓଡିଆ ପାଠ ପଢିବା ଯୋଉ ବ୍ୟବସ୍ଥା ଜାରି ରଖିଥିଲେ, ସେଇଟା ବନ୍ଦ ହୋଇଗଲା। କାରଣ ଯେତେବେଳେ ସ୍ୱାଧୀନ ହେଇଗଲା, ସେତେବେଳେ ଦେଶ ଦେଶ ଭିତରେ ଯିବା ଆସିବାର କଟକଣା ଲାଗିଗଲା। ଆଗରୁ ବ୍ରିଟିଶ ଶାସନାଧୀନ ଥିବାରୁ ଯେ କେହି ଲୋକ ଚାହୁଁଥିଲା ଯାଇପାରୁଥିଲା ଏବଂ ସେତେବେଳେ ଯିବା ଆସିବା ପାଇଁ ଜାହାଜ ଏସବୁ ବ୍ୟବସ୍ଥା ଥିଲା ସବୁ। କିନ୍ତୁ ଯେତେବେଳେ ସ୍ୱାଧୀନ ହେଇଗଲା, ସେତେବେଳେ ବିଭିନ୍ନ ପ୍ରକାର କଟକଣା, ଯେମିତି ଆଜି ମତେ ଭିସା ନେଇକି ଯିବା ପାଇଁ ପଡିଲା, ସେମିତି ସବୁ ବ୍ୟବସ୍ଥା ଯେତେବେଳେ ଲାଗୁ ହେଇଗଲା, ଆଉ ସେମାନେ ଓଡିଆ ମାଷ୍ଟରଙ୍କୁ ଓଡିଶାରୁ ଡକେଇ ତାଙ୍କ ପିଲାଙ୍କୁ ଓଡିଆ ଶିକ୍ଷା ଦବାର ସୁବିଧା ହେଇପାରିଲା ନାହିଁ ଏବଂ ସେଭଳି ଶିକ୍ଷା ଦବାର କୌଣସି ପ୍ରାସଙ୍ଗିକତା ରହିଲାନି। କାରଣ ଓଡିଆ ଶିକ୍ଷା ଲାଭ କଲେ ସେଠି ମାଲେସିଆରେ ତ ସେମାନେ ଚାକିରି ପାଇବେନି। ତେଣୁ ସେମାନେ ବାଧ୍ୟ ହେଇକି ତାମିଲ ସ୍କୁଲ କିମ୍ବା ଚାଇନିଜ ଭାଷା ପଢଉଥିବା ସ୍କୁଲ ବା ମାଲୟ ଭାଷା ପଢଉଥିବା ସ୍କୁଲରେ ସେମାନେ ନିଜ ପିଲାଙ୍କୁ ପାଠ ପଢିବା ପାଇଁ ଛାଡିଲେ। ଯୋଉମାନଙ୍କୁ ମୁଁ ଆଜି ଭେଟିଲି, ସେମାନେ ହଉଛନ୍ତି ଦ୍ୱିତୀୟ ବା ତୃତୀୟ ଚତୁର୍ଥ ପିଢିର ନାଗରିକ। ସେମାନେ ସମସ୍ତେ ଘରେ ଯଦିଓ ଓଡିଆ ଭାଷାରେ କଥାବାର୍ତ୍ତା ହଉଛନ୍ତି, କିନ୍ତୁ ବାହାରକୁ ବାହାରିଲା ମାନେ ସେମାନେ ତାମିଲ ବା ମାଲୟ ଭାଷାରେ କଥାବାର୍ତ୍ତା ହୁଅନ୍ତି ସେମାନେ। ଓଡିଆର ବ୍ୟବହାର କେମିତି ଚାଲିଛି? ଓଡିଆରେ ବ୍ୟବହାର କହିଲେ, ସେମାନେ ଏବେ ବି ସନ୍ଧ୍ୟା ହେଲା ମାନେ ସେମାନେ ପ୍ରଥମ କଥା ହଉଛି, ମୁଁ ଯେତେ ପରିବାରକୁ ଗଲି, ମତେ ମୋଟର ସାଇକେଲ ତାଙ୍କ ଲୋକ ନେଇକି, ମତେ 6-7 ଜଣ ଲୋକ ମତେ ନେଇକି ଗଲେ ବୁଲେଇବା ପାଇଁ ମୋଟର ସାଇକେଲ, କାରଣ ସେସବୁ ଅଞ୍ଚଳକୁ 4 ହ୍ୱିଲର ଯାଇପାରିବ ନାହିଁ। ଏବଂ ସେଠି ମୁଁ ଯେତେ ଗାଁକୁ ଗଲି, ଏଇଟା ଆମ ଓଡିଆ ଘର, ସେମାନେ ଯାଇ କବାଟ ବାଡଉଥିଲେ, ଆଉ ସେ ଲୋକ କବାଟ ଖୋଲିକି ଯେତେବେଳେ ଜାଣୁଥିଲା ଯେ ମୁଁ ଓଡିଶାର ଅଛି, ସେମାନେ ବହୁତ ଖୁସି ହେଇଯାଉଥିଲେ। କିଏ କହୁଥିଲା ଯେ ମୁଁ ଗତ ବର୍ଷ ଯାଇଥିଲି ପୁରୀ, ମୋ ବେକରେ ଦେଖନ୍ତୁ ମୁଁ ଏବେ ବି ତୁଳସୀ ମାଳି ପିନ୍ଧିଛି। ଆଉ ଘର ସାମ୍ନାରେ ତୁଳସୀ ଚଉରା ସମସ୍ତେ ଲଗେଇଛନ୍ତି, ଓଡିଆ ଖାଦ୍ୟ ଖାଉଛନ୍ତି। କିଛି ପରିବାରରେ ଡାଲମା କରୁଛନ୍ତି, କିଛି ପରିବାର ନୁହେଁ। କିନ୍ତୁ ବେଶଭୂଷା, ଏପରିକି ମୋ ସହିତ କଥା ହେଲା ବେଳେ ମୁଁ ଲକ୍ଷ୍ୟ କଲି ଯେ ମୁଁ ଯେତିକି ସ୍ୱଚ୍ଛନ୍ଦରେ ଓଡିଆରେ କଥାବାର୍ତ୍ତା ହଉଛି, ସେମାନେ ମୋ କଥାଟା ବୁଝିବା ପାଇଁ ଟିକେ ସମୟ ତାଙ୍କୁ ଲାଗୁଛି। କାରଣ ସେମାନେ ଆଜିକୁ 120 ବର୍ଷ ତଳେ ଗଞ୍ଜାମର ଗାଁରେ ଶ୍ରମିକ ଶ୍ରେଣୀର ଲୋକ ବ୍ୟବହାର କରୁଥିବା ଓଡିଆ ଭାଷା, ସେଇଟାକୁ ହିଁ ସେମାନେ ବ୍ୟବହାର କରୁଛନ୍ତି। ଏବଂ ସେଥିରେ ମୁଁ ଦେଖିଲି ସେମାନେ ଅନେକ ଓଡିଆ ଭାଷା ବ୍ୟବହାର କରୁଛନ୍ତି, ଶବ୍ଦ ଯୋଉଟାକି ମୋ ପାଇଁ ନୂଆ। ମୁଁ ପରେ ଡିକ୍ସନାରୀ ଖେଳେଇକି ଦେଖିଲି, ସେଗୁଡା ସବୁ ହଉଛି ନିରୋଳା ଓଡିଆ ଶବ୍ଦ। ସେଥିରେ ଯେମିତି ଗୋଟେ ନିବାଡ, ମତେ ନିବାଡ ଖୁସି ଲାଗିଲା ଆପଣଙ୍କୁ ଦେଖି, ତାମାନେ ମତେ ବହୁତ ଖୁସି ଲାଗିଲା ଆପଣଙ୍କୁ ଦେଖି। ନିବାଡ ଲୋକ ଏଇଠି ଅଛନ୍ତି ଓଡିଶାରୁ, ମାନେ ବହୁତ ଲୋକ ଏଇଠି ଓଡିଶାରୁ ଅଛନ୍ତି। ମାନେ
এইଭଳି ଗୋଟେ ନିବାଡ ଗୋଟେ ଶବ୍ଦ, ଏମିତି ବହୁତ ଶବ୍ଦ ସେମାନେ ବ୍ୟବହାର କରୁଛନ୍ତି। ମାନେ ଯୋଉଟା କି ସେମାନେ ଆମର ଏବେ ବି ବ୍ୟବହାରରେ ବର୍ତ୍ତମାନ ନାହିଁ। ଆମ ବ୍ୟବହାର ବର୍ତ୍ତମାନ ନାହିଁ। ସେମିତି ସେମାନେ କହୁଛନ୍ତି, ଅନେକ ଜଣାଣ ବୋଲୁଛନ୍ତି, ଭଜନ ବୋଲୁଛନ୍ତି, ଯୋଉଟା କି ଆମେ ଭୁଲିଗଲେଣି। ଅନେକ ଲୋକଗୀତ ସେମାନେ ବଞ୍ଚେଇ ରଖିଛନ୍ତି, ଆମେ ଭୁଲିଗଲୁଣି। ହୁଁ। ଏବଂ ଯେହେତୁ ସେମାନେ ଗୋଟେ ହୋଲିର ଆୟୋଜନ କରିଥିଲେ, ଗୋଟେ ଅଦିନିଆ ହୋଲି ଯୋଉ ହେଲେ ବି ସେମାନେ ଗୋଟେ ହୋଲିର ଆୟୋଜନ କରିଥିଲେ। ସେ ହୋଲିରେ ସେମାନେ କିଛି ଗଞ୍ଜାମ ଜିଲ୍ଲାର ଗାଉଁଲି ଗୀତ ବୋଲିଲେ। ସେଥିରୁ ଗୋଟେ ହଉଛି ଏ ମୋହନିଆ। ହୁଁ। ସେ ଗୀତ ବିଷୟରେ ସେମାନେ ମତେ ବି କହିଲେ ଯେ ଆଜ୍ଞା ଆମର ଏଇ ଗୀତଟି ଯିଏ ସମ୍ପୂର୍ଣ୍ଣ ରୂପେ ବୋଲି ପାରୁଥିଲା ବଳରାମ ଯିଏ, ସିଏ ଆଜିକି 2-4 ବର୍ଷ ତଳେ ସେ ଦେହତ୍ୟାଗ କରିସାରିଲା ପରେ ସେଇ ଗୀତଟି ବୋଲୁଥିବା ଆଉ ଆମ ପାଖରେ ଲୋକ ନାହାନ୍ତି। ଆମେ ସେ ଗୀତର ସମ୍ପୂର୍ଣ୍ଣ ଟେକ୍ସଟ ବି ଜାଣିନୁ। ତାଙ୍କ ପୁଅ ରବି ଯିଏକି ଜଣେ ସଫ୍ଟୱେୟାର ଇଞ୍ଜିନିୟର ବୋଧେ, ସେଇ ପିଲାଟି କିଛି ଧାଡି ବୋଲି ପାରୁଛି, କିନ୍ତୁ ସେଥିରେ କିଛି ମୁଁ ଯାହା ଲକ୍ଷ୍ୟ କଲି ଯେ କିଛି ଶବ୍ଦର ବିକୃତି ଘଟି ସାରିଲାଣି, କିନ୍ତୁ ସେମାନେ ବଞ୍ଚେଇ ରଖିଛନ୍ତି। ଭାରି ଖୁସି ଲାଗିବ ସେଠି ଗଲେ। ଓଡିଆ ମାନଙ୍କ ସେମାନଙ୍କର ଓଡିଆ ପ୍ରୀତି ଦେଖିଲେ ଏତେ ଖୁସି ଲାଗିବ। ଦେଖନ୍ତୁ ଆମେ ଏଠି ଓଡିଆ ଭାଷାକୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ସଭା ସମିତି ତର୍କ ବିତର୍କ ଚିତ୍କାର କରୁଛୁ, କିନ୍ତୁ ସେଠି ତାଙ୍କୁ କେହି ନାହିଁ କହିବା ପାଇଁ ଯେ ତମେ ଓଡିଆ ଭାଷାର କଥା ହୁଅ ବା ଓଡିଆ ଭାଷାକୁ ବଞ୍ଚେଇ ରଖ, କିନ୍ତୁ ସେମାନେ ବଞ୍ଚେଇ ରଖିଛନ୍ତି। ଆଜି ପର୍ଯ୍ୟନ୍ତ ବଞ୍ଚେଇ ରଖିଛନ୍ତି। ସେମାନେ କମଳ ଲୋଚନ ଚୌତିସା ବୋଲୁଛନ୍ତି, କେଶବ କୋହଲି ଚୌତିସା ମାନେ ବୋଲୁଛନ୍ତି। ଏସବୁ ଜିନିଷ ଯାହା ଆମେ ଆଉ ସାଧାରଣତଃ ପ୍ରୟୋଗରେ ଆଣୁନାହୁଁ, ସେମାନେ କିନ୍ତୁ ବଞ୍ଚେଇ ରଖିଛନ୍ତି। ଆମର ଯୋଉ ମାନେ ଯୋଉ ଫ୍ୟାକ୍ଟର ଯାକ ରହିଛି ଯୋଉଟା କି ଆମର ଡିରେଲ ଆମକୁ କରିଦେଲା, ସେଇ ଡିରେଲିଂ ଫ୍ୟାକ୍ଟର ଯାକ ସେମାନଙ୍କୁ ପ୍ରଭାବିତ ଯେହେତୁ କରିନାହିଁ, ତେଣୁ ସେମାନେ ସେଇଟାକୁ ଧରି ଯୋଉ ଷ୍ଟେଜରେ ସେମାନେ ଧରିକି ଯାଇଥିଲେ ସେଟାକୁ, ସେଇ ଷ୍ଟେଜ ଟାକୁ ସେମାନେ ମେଣ୍ଟେନ କରି ଚାଲିଛନ୍ତି। ଏକଦମ ଠିକ, ଏକଦମ। ଆଉ ସବୁଠୁ ବଡ କଥା ହଉଛି ମାଲେସିଆରେ ମୁଁ ଗୋଟେ ଓଡିଆରେ ସାଇନ ବୋର୍ଡ ଲେଖା ହେଇଥିବା ଗୋଟେ ଠାକୁରାଣୀ ମନ୍ଦିର ଦେଖିଲି। ଶ୍ରୀ ମହା ଠାକୁରାଣୀ ଓଡିଆରେ ଲେଖା ହେଇଛି। ଠାକୁରାଣୀ ମନ୍ଦିର ଆମ ଓଡିଆ ଲୋକମାନେ ସେଟା କରିଛନ୍ତି। ହଁ, ତେଣୁ ଏଇଭଳି ମାନେ ଅନେକ ସୁଖଦ ଅନୁଭୂତି ମୁଁ ନେଇ ବର୍ତ୍ତମାନ କେତେ ପ୍ରାୟ ଆମର ଓଡିଆ ଥିବେ ସେଠି ମାଲେସିଆରେ? ବର୍ତ୍ତମାନ ପ୍ରାୟ 6,000 ଓଡିଆ ସେଠି ଏବେ ବି ଅଛନ୍ତି, ଏଇଭଳି ଓଡିଆ। ଆଉ ଏବେ ତ କାମ କରିବା ପାଇଁ ଯାଇକି ଯୋଉମାନେ ଅଛନ୍ତି ଆମ ଓଡିଆ ଲୋକ, ସେମାନେ ତ ଅଛନ୍ତି, ସେମାନେ ତ ଇଣ୍ଡିଆନ ଓଡିଆ ଭାବରେ ଗଣା ହଉଛନ୍ତି, କିନ୍ତୁ ଏମାନେ ସମସ୍ତେ ହଉଛନ୍ତି ମାଲୟ ସିଟିଜେନ। 6,000 ପରିବାର ସେଠି ଅଛନ୍ତି ଏବେ ବି। ମାନେ 6,000 ପରିବାର ମାଲୟ ସିଟିଜେନ ଭାବରେ ଅଛନ୍ତି। ମାଲୟ ସିଟିଜେନ ସେମାନେ ପୁରୁଣା 150 ବର୍ଷ ତଳେ ତାଙ୍କର ପୂର୍ବପୁରୁଷ ଯାଇଥିଲେ ଓଡିଶାରୁ, ଏବଂ ସେମାନଙ୍କର ଓଡିଶା ସହିତ କୌଣସି ପାରିବାରିକ ଲିଙ୍କ ନାହିଁ ଆଉ, କିନ୍ତୁ ସେମାନେ ଓଡିଆ। ଏମାନଙ୍କର ଯୋଉ ବର୍ତ୍ତମାନ କାମ କରିବାକୁ ଯାଇଛନ୍ତି ଓଡିଆ, ସେମାନଙ୍କ ସହିତ ସମ୍ପର୍କ କିଛି ଅଛି ନା ନାଇଁ? ହଁ, ସେମାନେ ସମସ୍ତେ ଏକାଠି ହୁଅନ୍ତି। ସେମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣୀରେ ଏକାଠି ହୁଅନ୍ତି। ସେଇ ଯୋଉ ମାଲୟ ଲୋକମାନେ ଯେତେବେଳେ କୌଣସି ପ୍ରକାର ଇଏ କରନ୍ତି, କାର୍ଯ୍ୟକ୍ରମ କରନ୍ତି, ସେମାନେ ଇଣ୍ଡିଆନ ହାଇ କମିଶନ ଏବଂ ତା ଯୋଉ ମାଲେସିଆନ ଓଡିଆ ସମାଜ ବୋଲି ଗୋଟେ ଅଛି ଗୋଟେ, ଆମେ ସେମାନଙ୍କୁ 2 ପ୍ରକାର କହିପାରିବା। ଗୋଟେ ହଉଛି ମାଲୟ ସିଟିଜେନ ଓଡିଆ, ଆଉ ଗୋଟେ ହଉଛି ମାଲେସିଆନ ଓଡିଆ ସୋସାଇଟି ଅଫ ମାଲେସିଆ ବା ଏମିତି ଗୋଟେ କିଛି ଗୋଟେ ସଂସ୍ଥା ଗୋଟେ କରିଛନ୍ତି ଗୋଟେ। ସେମାନେ ସମସ୍ତଙ୍କ ଭିତରେ ଯୋଗସୂତ୍ର ଅଛି ଏବଂ ସେମାନେ ପରସ୍ପର ସହିତ ବିଭିନ୍ନ ପ୍ରକାର ପର୍ବପର୍ବାଣୀରେ ଯୋଗ ଦିଅନ୍ତି। ମାନେ ଏମାନଙ୍କର 2 ଜଣ ଯାକର ଭାଷା ଆପଣ ଶୁଣିଲେ ଫରକ ଲାଗୁଥିବ? ଫରକ ମାନେ ଏଇଭଳି ତ ମୁଁ କହିଲି, ଯେମିତି କିଛି ଶବ୍ଦ ସେମାନେ ବ୍ୟବହାର କରୁଛନ୍ତି, ମୁଁ ପ୍ରଥମ ଭାବିଲି ଏଇଟା ବୋଧେ କଣ ବ୍ୟବହାର କରୁନଥିବେ ଯୋଉ ଏପଟ ସାଇଡ ଯୋଉମାନେ ଅଛନ୍ତି, ମାନେ ମାଲେ ଇଏର ସଂଘ ଯୋଉଟା ଅଛନ୍ତି, ସେମାନେ ତ ଆମରି ଭଳିଆ ଓଡିଆ। ଏବଂ ସବୁଠୁ ବଡ କଥା ହେଲା, ମୁଁ ସେମାନଙ୍କ ସହିତ ବି ଦେଖା କଲି। ମୁଁ ଦେଖା କଲି ପେଟ୍ରୋନାସ ଟାୱାରରେ କାର୍ଯ୍ୟରତ ଜଣେ ଓଡିଆ ବୈଜ୍ଞାନିକ, ତାଙ୍କ ସହିତ ଦେଖା କଲି। ସେଠି ଜଣେ ଗୋଟେ ଇଣ୍ଟରନ୍ୟାସନାଲ ସ୍କୁଲର ଯେ ପ୍ରିନ୍ସିପାଲ ଅଛନ୍ତି, ସେ ଜଣେ ଓଡିଆ ମହିଳା ଜଣେ, ତାଙ୍କ ସହିତ ଦେଖା କଲି। ଇଣ୍ଡିଆନ ହାଇ କମିଶନ ଅଫିସରେ ମୁଁ ଇଣ୍ଡିଆନ ହାଇ କମିଶନ ଯେ ତାଙ୍କ ଆଉ ସେକେଣ୍ଡ ଇନ କମାଣ୍ଡ ପ୍ଲସ ଜଣେ ଓଡିଆ କାଉନସିଲର ଜଣେ, ତାଙ୍କୁ ବି ମୁଁ ଦେଖା କଲି। ଆଉ ତା ସହିତ ମୁଁ ଆଉ ଗୋଟେ ସଂସ୍ଥାକୁ ଯାଇଥିଲି, ସେଟା ହଉଛି ଆମର ଗ୍ଲୋବାଲ ଅର୍ଗାନାଇଜେସନ ଅଫ ପିପୁଲ ଅଫ ଇଣ୍ଡିଆନ ଅରିଜିନ। ସେମାନେ ମତେ ତାଙ୍କ ଅଫିସକୁ ଡାକିଥିଲେ ଏବଂ ସେଠି ସେମାନେ ମତେ ନେଇକି ଯାଇଥିଲେ। ବହୁତ ଗୋଟେ ପୁରୁଣା କ୍ଲବ କୁଆଲାଲମ୍ପୁରର ସେଲାଙ୍ଗର କ୍ଲବ ବୋଲି ଗୋଟେ, ଯୋଉଠି କି ନେତାଜୀ ସୁଭାଷଙ୍କର ଗୋଟେ ମିଟିଂ ହେଇଥିଲା। ସେ ସମୟରେ ଇଣ୍ଡିଆନ ନ୍ୟାସନାଲ ଆର୍ମିର ଗୋଟେ ଯୋଉ ସଭା ହେଇଥିଲା, ସେଇ କ୍ଲବକୁ ବି ମତେ ସେମାନେ ନେଇକି ଯାଇଥିଲେ।
ତେଣୁ ମତେ 2 ଦିନ ଧରି ସେମାନେ ସନ୍ଧ୍ୟାରେ ସେମାନେ ମତେ ଅପ୍ୟାୟିତ କରିଥିଲେ ତାଙ୍କ ସେଇ କ୍ଲବ ରେ। ଏଇ ଯୋଉ ତେଣୁ ମାଲୟ ଯୋଉ ଓଡିଆ ଅଛନ୍ତି, ଯୋଉ 6,000 ଲୋକ ଅଛନ୍ତି, ତାଙ୍କର ଇକୋନୋମିକ କଣ୍ଡିସନ କେମିତି ଅଛି? ଅ, ଦେଖିଲି ଯେ ସେମାନେ ଅର୍ଥନୀତି ଦୃଷ୍ଟିରୁ ବେଶ ସଚଳ, ହୁଏତ ଆମ ମାନଙ୍କ ଅପେକ୍ଷା ଅଧିକା ସଚଳ ବୋଲି କୁହାଯାଇ ପାରିବ। କାରଣ ମୁଁ ଜଣେ ଜଣେ ଘରେ ମୁଁ ଦେଖିଲି BMW ଗାଡି ବି ଅଛି, ବହୁତ ସୁନ୍ଦର ଘର ସବୁ ସେମାନେ କରିଛନ୍ତି ସବୁ। ଆଉ ସବୁଠୁ ବଡ କଥା ହେଲା ଯେ ମାଲେସିଆ ଆଜ ଏ କଣ୍ଟ୍ରି ଏତେ ପରିଷ୍କାର ପରିଚ୍ଛନ୍ନ, ସବୁଠୁ ଯେତେ ଆପଣ ଗାଁ ଗହଳିକି ଯାଆନ୍ତୁ ସବୁଠୁ ମୁଁ ଗୋଟିଏ ଜାଗାରେ ଦେଖିଲିନି ଯେ ଅଳିଆ ପଡିଥିବାଟା ଗୋଟେ ଜାଗାରେ ଦେଖିଲିନି ମାଲେସିଆରେ। ମତେ ବହୁତ ଭଲ ଲାଗିଲା ସେଇଟା, ଶୃଙ୍ଖଳିତ। ଆଉ ମୁଁ ରହିଲି 7 ଦିନ, ଦିନେ ପୋଲିସ ଗୋଟେ ମାଲେସିଆନ ପୋଲିସ କେମିତି ଚେହେରା ଦେଖିବା ପାଇଁ ମୁଁ ଦେଖିପାରିଲିନି। ତେବେ ଏତେ ଯୋଉ ଆମର ଓଡିଆ ଅଛନ୍ତି, 6,000 ଓଡିଆ ଅଛନ୍ତି ମାଲୟ ଇଏରେ, ସେମାନେ ଓଡିଆ ସ୍କୁଲଟେ ମାନେ ଖୋଲିବା ପାଇଁ ତାଙ୍କର ଇଚ୍ଛା ଅଛି ନା କଣ? ନାଇଁ, ସବୁଠି କଥା ହଉଛି ଯେ ଓଡିଆ ସ୍କୁଲଟେ କରିକି ଯୋଉଠି ଆମ ଓଡିଶା ଭାରତ ଭିତରେ ବିଚ୍ଛିନ୍ନାଞ୍ଚଳରେ ଓଡିଆ ସ୍କୁଲ ଗୁଡାକ ଚାଲି ପାରୁନାହିଁ, ମାଲେସିଆରେ ଓଡିଆ ସ୍କୁଲଟେ ଚାଲିପାରିବ ବୋଲି ଏଇଟା ମତେ କାହିଁ ଲାଗୁନି। ଯୋଉରେ ଓଡିଆରେ ପାଠ ପଢିଲେ ତାଙ୍କର ଯୋଉ ମାନେ ସବୁ ଶେଷରେ ପ୍ରଶ୍ନ ଉଠିବ ଯେ ଓଡିଆ ଶିଖି କରିବେ କଣ, ମାଲେସିଆରେ ଚାକିରି କରିବା କିଛି କରିବେ। ତେଣୁ ଏଭଳି ଗୋଟେ ଓଡିଆ ସ୍କୁଲରୁ ପାଠ ପଢିକି ମାଲେସିଆରେ ଯଦି କୌଣସି ସେମାନଙ୍କୁ ସରକାରୀ ବ୍ୟବସ୍ଥାରେ ଯଦି କୌଣସି ତାଙ୍କୁ ସୁବିଧା ନ ମିଳେ ସେମାନେ କାହିଁକି ପଢିବେ ସେମାନେ? ନାଇଁ, ବର୍ତ୍ତମାନ ସେମାନେ ଓଡିଆ ଶିଖିକିରି ଓଡିଶାକୁ ଫେରିବା ସେଇଭଳିଆ କିଛି ଚିନ୍ତା କରୁଛନ୍ତି ନା ନାଇଁ? ନା, ସେମାନେ ତ ବର୍ତ୍ତମାନ ତ ଫେରି ପାରିବେ ନାହିଁ ନା, ସେମାନେ ତ ଆମ ଭାରତୀୟ ସିଟିଜେନ ସେମାନେ ନୁହନ୍ତି। ହଁ, ସେମାନଙ୍କୁ ଆମେ ପିପୁଲ ଅଫ ଇଣ୍ଡିଆନ ଅରିଜିନ ହିସାବରେ ଆମେ ତାଙ୍କୁ ରିକଗ୍ନିସନ ଦଉଛନ୍ତି ଆମେ। ସେଟା ତ ସାରା ପୃଥିବୀରେ ରହୁଥିବା ଭାରତୀୟ ମୂଳ ଯୋଉ ଲୋକମାନେ ସେମାନଙ୍କୁ ଆମେ ସେମିତି ଗୋଟେ ବ୍ୟବସ୍ଥା କରିଛୁ ଯେ ସେମାନେ ତାଙ୍କୁ ଯୋଉ ଆମେ ପୁରୁଣା ଶବ୍ଦ ଗୁଡାକୁ ସବୁଯାକୁ ରଖିଛନ୍ତି, ତାକୁ ନେଇକିରି କିଛି ଅଭିଧାନ ତିଆରି କରିବା କିମ୍ବା କିଛି ହଁ, ସେମିତି ଗୋଟେ ମାନେ ସେମିତି ଗୋଟେ ପ୍ରୟାସ ଆମରି ଜଣେ ଆମେ ଯୋଉ ଏକ୍ସପାଟ୍ରିଏଟ ଓଡିଆ ବୋଲି ଯାହାକୁ କହିବା, ଯୋଉମାନେ ଚାକିରି କରିବା ପାଇଁ ଯାଇକି ଅଳ୍ପ 10-15 ବର୍ଷ ଧରି ସେମାନେ ମାଲେସିଆ ରହୁଛନ୍ତି, ସେମିତିରେ ଜଣେ ଆମର ଜଣେ ଅଛନ୍ତି ଆଲୋକ ବୋଲି। ଆଲୋକ ଗୋଟେ ତିଆରି କରିଛନ୍ତି, ଡକୁମେଣ୍ଟ ତିଆରି କରିଛନ୍ତି ଯୋଉଥିରେ କି ସେଠିକାର ପ୍ରଚଳିତ ଭାଷା ସହିତ ଓଡିଆ ଭାଷାର ସାମଞ୍ଜସ୍ୟ ଥିବା ଶବ୍ଦ ତାର ଗୋଟେ ସେ ତିଆରି କରିଛନ୍ତି, ଗୋଟେ ଲିଷ୍ଟ ତିଆରି କରିଛନ୍ତି। କିନ୍ତୁ ଯୋଉଟା ଆପଣ ଯୋଉଟା ଶାନ୍ତାକାର ଭାଇ କହୁଛନ୍ତି ଯେ ତାଙ୍କ ପ୍ରଚଳିତ ଶବ୍ଦ, ହଁ ସେଇଟା ଗୋଟେ କରାଯାଇପାରେ। ଆପଣ ଜାଣିଥିବେ ମୁଁ ଗଲା 1 ବର୍ଷ ଧରି ଏଇ ମାଲେସିଆନ ମାନଙ୍କ ସହିତ କାମ କରି ଆସୁଛି, ସେମାନଙ୍କ ସହିତ କଥାବାର୍ତ୍ତା, ତାଙ୍କ ଅନୁଭୂତି ଏସବୁକୁ ମୁଁ ସଞ୍ଚୟ କରି ରଖୁଛି। ଏବଂ ସବୁଠୁ ବଡ କଥା ହଉଛି ଯେ ସେମାନଙ୍କୁ ଓଡିଆ ଶିଖିବାର ଗୋଟେ ଅନଲାଇନ ବ୍ୟବସ୍ଥା ମୁଁ କରିଛି। ମୁଁ କରିଛି ବୋଲି କହିବା ଅପେକ୍ଷା ବେଶୀ ଠିକ ହବ ଯେ ମାନେ ଇଚ୍ଛାଟା ମୋର, କିନ୍ତୁ ତାକୁ କାର୍ଯ୍ୟରେ ପରିଣତ କରୁଛନ୍ତି ଶ୍ରୀମତୀ କମଳା କୁମାରୀ ଦାସ ବା ଡକ୍ଟର କମଳା କୁମାରୀ ଦାସ ବୋଲି ଜଣେ ରିଟାୟାର୍ଡ ପ୍ରଫେସର। ସିଏ ଦାୟିତ୍ୱ ନେଇଛନ୍ତି। ଗଲା 7-8 ମାସ ଧରି ଅନଲାଇନ ମାଧ୍ୟମରେ ପ୍ରତ୍ୟେକ ବୁଧବାର ଦିନ ସନ୍ଧ୍ୟାରେ 2 ଘଣ୍ଟା ପାଇଁ ମାଲେସିଆରେ ରହୁଥିବା ଓଡିଆ ପିଲାମାନଙ୍କ ପାଇଁ, ଛୋଟ ପିଲାମାନଠୁ ଆରମ୍ଭ କରି ବଡ ମାନଙ୍କ ପାଇଁ ଓଡିଆ କ୍ଲାସର ବ୍ୟବସ୍ଥା ଚାଲିଛି। ଏବଂ ଅନେକ ଲୋକ ବର୍ତ୍ତମାନ ଓଡିଆ ଲେଖି ପଢି ପାରୁଛନ୍ତି। ସେଇଟା ଗୋଟେ ବହୁତ ମାନେ ମୋ ପାଇଁ ଗୋଟେ ସନ୍ତୋଷର ଗୋଟେ କାରଣ। ଗୋଟେ ମାଲୟ ଯୋଉମାନେ ଅଛନ୍ତି, ଯୋଉମାନେ ଅଛନ୍ତି, ଯୋଉମାନେ 150 ବର୍ଷ ତଳେ ଯୋଉମାନେ ଯାଇଛନ୍ତି, ସେଇମାନଙ୍କ ପାଇଁ ଗୋଟେ ଓଡିଆ କ୍ଲାସର ବ୍ୟବସ୍ଥା କରିଛି। ତାଙ୍କର ଯୋଉ ଶବ୍ଦ ଗୁଡାକୁ ସେମାନେ ସଞ୍ଚୟିକି ରଖିଛନ୍ତି, ଯୋଉ ପୁରୁଣା ଶବ୍ଦ ଯୋଉଟା କି ଆମେ ବ୍ୟବହାର କରୁନାହିଁ, ସେଇଭଳିଆ ଶବ୍ଦ ଗୁଡାକୁ ଆମେ ସଞ୍ଚୟ କରି ରଖିବାର ଆବଶ୍ୟକତା ବି ରହିଛି। ହଁ, ସେଇଟା କାଳକ୍ରମେ ନିଶ୍ଚିତ ଭାବରେ ସେଭଳି ଗୋଟେ ପ୍ରୟାସ ମୁଁ କରିବି। ଆପାତତଃ ସେମାନଙ୍କୁ ଓଡିଆ ଶିଖେଇବାଟା ହଉଛି ଗୋଟେ ବହୁତ ବଡ ଗୋଟେ ମୋ ପାଇଁ ଗୋଟେ ଦାୟିତ୍ୱ ଗୋଟେ। ଆଉ ତା ସହିତ ସେମାନଙ୍କ ସମ୍ପର୍କିତ ଯେତେ ସମ୍ଭବ ସବୁତକ ତଥ୍ୟକୁ ସାଇତି ସଂଗ୍ରହ କରିବା ଏବଂ ତାକୁ ସାଇତି ରଖିବା, ସେଇ କାର୍ଯ୍ୟଟି ବର୍ତ୍ତମାନ ଚାଲୁ ରହିଛି। ତ ସେମାନଙ୍କର ଆଉ କଣ ଇଚ୍ଛା ଅଛି ଭାରତ ସହିତ, ତାଙ୍କର କଣ କୋଉ ପ୍ରକାର ସମ୍ପର୍କ ରଖିବ? ସେମାନେ ଏବେ ବି ଦେଖନ୍ତୁ, ସେମାନେ ହଉଛନ୍ତି ମାଲେସିଆନ ସିଟିଜେନ, ନ୍ୟୁଟ୍ରାଲ ମାନେ ନ୍ୟାଚୁରାଲାଇଜ୍ଡ ମାଲେସିଆନ ସିଟିଜେନ। କିନ୍ତୁ ଏବେ ବି ସେମାନଙ୍କର କଥାରେ ସେମାନେ କୁହନ୍ତି ଓଡିଶାକୁ କୁହନ୍ତି ଦେଶ। ଆଚ୍ଛା, ଦେଶରୁ ଆସିଲ, କି ଖୁସି ସେମାନେ, ମାନେ ସେମାନଙ୍କ ଦେଶ ସେମାନେ ଭାବନ୍ତି ଓଡିଶା ହଉଛି ମୋ ଦେଶ, ଜଗନ୍ନାଥ ହଉଛନ୍ତି ମୋର ଆରାଧ୍ୟ ଦେବତା। ହଁ, ତେଣୁ ଏବେ ବି ସେମାନେ ସେଇ ପ୍ରକାର ମନୋବୃତ୍ତି ସେମାନଙ୍କର ରହିଛି। ଓଡିଶାକୁ ନିଜ ଦେଶ ବୋଲି ଭାବନ୍ତି। ଓଡିଶା ସମ୍ପର୍କିତ ସବୁ ଖବର ସେମାନେ ରଖନ୍ତି। ଏବଂ ଓଡିଶାରେ ଯେମିତି ଗୋଟେ ଛୋଟ କଥାରେ କହୁଛି, ଓଡିଶାରେ ୱାର୍ଲଡ କପ୍ ଯୋଉ ହକିର ୱାର୍ଲଡ କପ୍ ହେଲା, ଆପଣ ଭାବନ୍ତୁ ମାଲେସିଆରେ ଯୋଉ ଓଡିଆ ମାନେ ଅଛନ୍ତି
ସେମାନେ ଅନ୍ୟମାନଙ୍କୁ କହିଲେ ଆରେ ତମେ ମାନେ ମାନୁ ନଥିଲା ପରା ଓଡିଶା ବୋଲି ଗୋଟେ ଦେଶ ଅଛି ବୋଲି ଦେଖ ଏଇଟା ହଉଛି ୱାର୍ଲଡ କପ୍ ଯୋଉଟା ହଉଛି ସେଟା ହଉଛି ମୋର ରାଜ୍ୟ। ତେଣୁ ଗର୍ବରେ ସେମାନଙ୍କର ଛାତି କୁଣ୍ଡମଟ କାରଣ ସେଠି ଅନ୍ୟ କେହି ଲୋକ ସେମାନଙ୍କୁ ମନା କରିଥିଲା ଯେ ଓଡିଶା ବୋଲି ଗୋଟେ ମାନେ ଦେଶ ନାହିଁ ତମେ ମାନେ ସବୁ ୱେଷ୍ଟ ବେଙ୍ଗଲ ଲୋକ। ତ ଏମାନେ କହିଲେ ଦେଖ ଏ ବର୍ତ୍ତମାନ ତୁ ଇଣ୍ଟରନେଟ ସର୍ଚ୍ଚ କରେ ଯୋଉଠି ହଉଛି ହକି ୱାର୍ଲଡ କପ୍ ସେଇଟା ହଉଛି ମୋର ରାଜ୍ୟ। ସେମାନେ ଏତେ ଗର୍ବର ସହିତ ମତେ କହିଲେ ଏତେ ଖୁସିର ସହିତ କହିଲେ ଓଡିଶା ବିଷୟରେ ମାନେ କୌଣସି ଭଲ କଥା ଜାଣିଲେ ସେମାନେ ଭାରି ଖୁସି ହୁଅନ୍ତି। ଯାହା ହଉ ଆମେ ଜାଣି ଖୁସି ହେଲେ ଯେ ବିଦେଶରେ ବି ଦେଶର କଥାକୁ ଚିନ୍ତା କରୁଛନ୍ତି। ପିଢି ପରେ ପିଢି ହଜିଯିବାର ସମ୍ଭାବନା ଭିତରେ ମଧ୍ୟ ଖୋଜି ପାଉଛନ୍ତି ଓଡ଼ିଆର ଅସ୍ତିତ୍ୱକୁ, କିନ୍ତୁ ଭୁଲି ଯାଇନାହାନ୍ତି ତାଙ୍କର ପାରମ୍ପରିକ ଶବ୍ଦକୁ, ଯୋଉ ଶବ୍ଦକୁ ଆମେ ସମସ୍ତେ ଭୁଲି ଯାଇଛେ ତାକୁ ପୁଣି ଥରେ ଫେରି ପାଇବାର ଏକ ସ୍ରୋତ ଭାବରେ ସେମାନେ ଯେ ଆମକୁ ସହାୟ ହୋଇପାରିବେ ସେଇ ଆଶା ଆମେ ସଞ୍ଚାରିତ କରିଛେ। ଆଉ ସବୁଠାରୁ ଅଭିନନ୍ଦନ ଜଣେଇବା ସୁନୀଲ ଭାଇଙ୍କୁ ଯୋଉ ପ୍ରୟାସଟି ସେ କରିଛନ୍ତି ଯେ ସେଠିକାର ଯୋଉ ଅଧିବାସୀ ହେଇଯାଇଛନ୍ତି ସେମାନଙ୍କୁ ଓଡ଼ିଆ ଶିଖାଇବା ପାଇଁ, ସେଇ ପିଲାମାନେ ଯେମିତି ଓଡ଼ିଆ ଭାଷା ପ୍ରତି ସଚେତନ ହେବେ ଏବଂ ତାଙ୍କ ସହିତ ସମ୍ପର୍କ ରଖିବେ, এই ସମସ୍ତ କାର୍ଯ୍ୟ ନିଶ୍ଚିତ ଭାବରେ ଆମକୁ ଓଡ଼ିଆ ଭାବରେ ଗର୍ବିତ କରୁଛି। ପୁଣି ଥରେ କୃତଜ୍ଞତା ଜଣାଇବା ସୁନୀଲ ଭାଇଙ୍କୁ ତାଙ୍କର ଏଇ ସୁନ୍ଦର ଅନୁଭୂତି ଏବଂ ଅନୁଭୂତିକୁ ନେଇ ଆମ ସହିତ କଥାବାର୍ତ୍ତା। ସମସ୍ତ ରେଡ଼ିଓ କୋରାପୁଟର ଶ୍ରୋତାଙ୍କୁ ମଧ୍ୟ ଆମେ ଅଭିନନ୍ଦନ ଜଣାଇବା ଯେ ସେମାନେ ଏତେ ସୁନ୍ଦର ଭାବରେ ଆମ ସହିତ ଯୋଗ ଦେଇଛନ୍ତି ଏହି ଶୁଣିବାର କାର୍ଯ୍ୟକ୍ରମରେ। ସୁନୀଲ ଭାଇଙ୍କୁ ଆମେ ବିଶେଷ କୃତଜ୍ଞତା ଜଣାଇବା ଏବଂ ଆଶା କରିବା ସେ ଆହୁରି ଅନେକ ଦେଶ ବୁଲନ୍ତୁ ଏବଂ ଅନେକ କାର୍ଯ୍ୟ ତାଙ୍କ ହାତକୁ ଆସୁ ଯୋଉଠିକି ଓଡ଼ିଆ ପୁଣି ଥରେ କହି ଉଠିବ ଯେ ସାରା ବିଶ୍ୱରେ ମୁଁ ଅଛି। ଏଇ ବିଶ୍ୱାସର ସହିତ ପୁଣି ଥରେ ଆଉ ଏକ ଏପିସୋଡରେ ନିଶ୍ଚିତ ଭାବରେ ଦେଖାହବ। ସେତିକି ପର୍ଯ୍ୟନ୍ତ ରେଡ଼ିଓ କୋରାପୁଟ ପାଇଁ ସିଏଚ୍ ଶାନ୍ତାକରକୁ ବିଦାୟ ଦିଅନ୍ତୁ। ସମସ୍ତଙ୍କ ପାଖରେ ନମସ୍କାର। ନମସ୍କାର।